ଆଜି ଆମେ ନବରାତ୍ରି ବିଷୟରେ କିଛି କଥା ହେବା। ଆମ ପାଖରେ କିଛି ସୋର୍ସ ମଟିରିଆଲ ଅଛି। ହଁ ଆଉ ସେଥିରେ ଲେଖା ଅଛି ସମସ୍ତେ ଜାଣନ୍ତି ଯେମିତି କି ଏ ପର୍ବ ଦେବୀ ଦୁର୍ଗା ଆଉ ତାଙ୍କର 9ଟି ରୂପ ପାଇଁ। ହଁ ଏଇଟା ତ ମୂଳ କଥା। କିନ୍ତୁ ଲାଗୁଛି ଏ ସୋର୍ସେସ୍ ଗୁଡ଼ିକରେ ଆହୁରି କିଛି ଗଭୀର କଥା ଅଛି। ଚାଲନ୍ତୁ ଦେଖିବା କ'ଣ ମିଳୁଛି ଆମକୁ। ନିଶ୍ଚୟ ନିଶ୍ଚୟ। ଦେଖନ୍ତୁ ଗୋଟେ ସୋର୍ସ ଯାହା ମୁଁ ଦେଖୁଥିଲି ସେଥିରେ ଏହି 9 ରୂପକୁ ଟିକେ ଅଲଗା ଦୃଷ୍ଟିରେ ଦେଖାଯାଇଛି। ଓହୋ, କେମିତି? ମାନେ ଏହା କେବଳ ଦେବୀଙ୍କର ଅଲଗା ଅଲଗା ଶକ୍ତି ନୁହେଁ, ବରଂ ଏଗୁଡ଼ିକ ହେଲା ଆଧ୍ୟାତ୍ମିକ ବିକାଶର ଗୋଟିଏ ଗୋଟିଏ ସ୍ତର ବା ଷ୍ଟେପ୍ କହିପାରନ୍ତି। ଆଚ୍ଛା, ଆଧ୍ୟାତ୍ମିକ ବିକାଶର ସ୍ତର। ହଁ, ପ୍ରଥମ ଦିନରୁ ନବମ ଦିନ ଯାଏଁ ଜଣେ ସାଧକ କେମିତି ନିଜ ଭିତରର ଯୋଉ ନେଗେଟିଭିଟି ତାକୁ ଦୂର କରି କରି ଦେବୀଙ୍କ କୃପାରୁ ଶେଷରେ ସିଦ୍ଧି ପାଏ, ଏଇ ଯାତ୍ରାଟା ଦର୍ଶାଯାଇଛି। ବାଃ, ଏଇଟା ତ ବହୁତ ଇଣ୍ଟରେଷ୍ଟିଂ କଥା। ମାନେ ଖାଲି ପୂଜା ନୁହେଁ, ଏକ ସ୍ପିରିଚୁଆଲ ଜର୍ଣ୍ଣି ଭଳି। ଏକଦମ। ଆଉ ଗୋଟେ ସୋର୍ସରେ ମୁଁ ଦେଖୁଥିଲି ପ୍ରତିଦିନ ପାଇଁ ଗୋଟେ ଗୋଟେ ରଙ୍ଗର କଥା କୁହାଯାଇଛି। ହଁ ହଁ, ରଙ୍ଗର ମହତ୍ତ୍ୱ। ତେବେ ସେ ରଙ୍ଗଗୁଡ଼ିକ ବି କ'ଣ ଏଇ ସ୍ପିରିଚୁଆଲ ଜର୍ଣ୍ଣି ସହ କିଛି ଲିଙ୍କେଜ ଅଛି କି? ହଁ, ବିଲକୁଲ ଅଛି। ସୋର୍ସେସ୍ କହୁଛି ପ୍ରତି ରଙ୍ଗ ଗୋଟେ ନିର୍ଦ୍ଦିଷ୍ଟ ଭାବନା ବା ଶକ୍ତିକୁ ରିପ୍ରେଜେଣ୍ଟ କରେ। ଆଚ୍ଛା। ଯେମିତି ଧରନ୍ତୁ ପ୍ରଥମ ଦିନ ଶୈଳପୁତ୍ରୀ, ତାଙ୍କ ସହ ହଳଦିଆ ରଙ୍ଗ, ଏଇଟା ହେଲା ଶୁଭାରମ୍ଭ, ଉତ୍ସାହ। ହୁଁ। ସେମିତି ଶେଷ ଦିନ ନବମ ଦିନ ସିଦ୍ଧିଦାତ୍ରୀ, ତାଙ୍କ ସହ ବାଇଗଣୀ ରଙ୍ଗ, ସେଇଟା ସିଦ୍ଧି, ଜ୍ଞାନ, ଆଧ୍ୟାତ୍ମିକ ପୂର୍ଣ୍ଣତା ଏସବୁକୁ ବୁଝାଏ। ବୁଝିଲି। ମାନେ ରଙ୍ଗ ମାଧ୍ୟମରେ ବି ସେହି ଭାବନା ସହ କନେକ୍ଟ ହେବାକୁ ଚେଷ୍ଟା କରାଯାଏ। ହଁ, ଭକ୍ତମାନେ ସେମିତି କରନ୍ତି, ସେଇ ନିର୍ଦ୍ଦିଷ୍ଟ ଗୁଣ ସହ ଯୋଡ଼ି ହେବାକୁ ଚେଷ୍ଟା କରନ୍ତି। ବହୁତ ଭଲ। ହେଲେ ଆଉ ଗୋଟେ କଥା, ହଁ ଆମ ପାଖରେ ଆଉ ଗୋଟେ ରିସର୍ଚ୍ଚ ପେପର ପରେ କିଛି ଅଛି। ହଁ। ସେଥିରେ ଏହାର ସୋସିଆଲ ଆସ୍ପେକ୍ଟ କଥା କୁହାଯାଇଛି। ଓହୋ, ସାମାଜିକ ଦିଗ। ହଁ, ମାନେ ମହିଳା ଶକ୍ତିକରଣ ସହିତ ଏହାର କ'ଣ ସମ୍ପର୍କ ଅଛି? ଦେବୀଙ୍କର ଏଇ 9 ରୂପକୁ ଆଦର୍ଶ ମାନି ସମାଜରେ ନାରୀର ଭୂମିକାକୁ କେମିତି ଦେଖାଯାଏ, ସେ ବିଷୟରେ କିଛି। ନିଶ୍ଚିତ ଭାବରେ ସେ ପେପରଟା ବହୁତ ଭଲ ପଏଣ୍ଟ ଦେଇଛି। କହୁଛି ନବରାତ୍ରି ଖାଲି ଗୋଟେ ଧାର୍ମିକ ପର୍ବ ନୁହେଁ, ଏହା ନାରୀ ଶକ୍ତିର ମାନେ ଫେମିନାଇନ୍ ପାୱାରର ଗୋଟେ ସେଲିବ୍ରେସନ୍। ଦେବୀଙ୍କର ଯୋଉ ଶାନ୍ତ ରୂପ ଅଛି, ଯେମିତି ସ୍କନ୍ଦମାତା ସ୍ନେହମୟୀ, ହଁ ଆଉ କାଳାରାତ୍ରିଙ୍କ ପରି ରୁଦ୍ର ଶକ୍ତିଶାଳୀ ରୂପ ବି ଅଛି, ଏଇ ଯୋଉ ରେଞ୍ଜଟା ଅଛି। ହଁ, ବିଭିନ୍ନ ରୂପ। ହଁ, ଏଇ 9ଟି ରୂପ ନାରୀ ଭିତରେ ଥିବା ଯୋଉ ମଲ୍ଟିଫାସେଟେଡ୍ ପୋଟେନ୍ସିଆଲ ତାକୁ ସ୍ୱୀକୃତି ଦିଏ। ଆଚ୍ଛା। ଏହା ଏକ ମେସେଜ ଦିଏ ଯେ ନାରୀ କେବଳ ଗୋଟିଏ କାମ ପାଇଁ ନୁହେଁ, ତା ଭିତରେ ବହୁତ ଶକ୍ତି ଅଛି, ନେତୃତ୍ୱ ନେବାର କ୍ଷମତା ବି ଅଛି। ଏଇଟା ବାସ୍ତବରେ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଗ। ତେବେ ଏସବୁ ସୋର୍ସକୁ ମିଶେଇ ଦେଖିଲେ ଲାଗୁଛି ନବରାତ୍ରିଟା ଆମେ ଯେତିକି ଭାବୁ ତାଠୁ ବହୁତ ବଡ଼। ହଁ, ବହୁତ ବ୍ୟାପକ। ଏଥିରେ ଧର୍ମ, ଆଧ୍ୟାତ୍ମ, ସମାଜ, ଏପରିକି ବ୍ୟକ୍ତିଗତ ବିକାଶ ସବୁକିଛି ଯୋଡ଼ି ହେଇ ରହିଛି। ଏକଦମ ଠିକ୍ କଥା। ସବୁ ମିଶିକି ଅଛି। ମୋଟାମୋଟି କହିଲେ ଏଇ ସୋର୍ସେସ୍ ଗୁଡ଼ିକ ନବରାତ୍ରିକୁ ଗୋଟେ ମଲ୍ଟି ଲେୟର୍ଡ ପର୍ବ ଭାବେ ଦେଖଉଛି। ଖାଲି 9 ରୂପର ପୂଜା ନୁହେଁ, ଏଥିରେ ସ୍ପିରିଚୁଆଲ ଗ୍ରୋଥ୍ ଅଛି, ପ୍ରକୃତି ସହ ସମ୍ପର୍କ ଅଛି, ଆଉ ନାରୀ ଶକ୍ତିର ସମ୍ମାନ ବି ଅଛି। ତେବେ ସବୁ ଶୁଣିଲା ପରେ ଗୋଟେ ପ୍ରଶ୍ନ ମନରେ ଆସୁଛି। ଆଉ ସେଇଟା ଆଗକୁ ଚିନ୍ତା କରିବା ପାଇଁ ଗୋଟେ ଭଲ ଦିଗ ବି ଦେଉଛି। କୁହନ୍ତୁ। ଏହି ଯୋଉ 9ଟି ଦିବ୍ୟ ରୂପ ଆଉ ତା ସହ ଯୋଡ଼ା ଏତେ ସବୁ କଥା ଆମେ ଜାଣିଲେ, ହଁ, ଆଜିକାଲିର ଯୋଉ ମଡର୍ଣ୍ଣ ଲାଇଫ୍, ଆମ ଚିନ୍ତାଧାରା, ସେ ଭିତରେ ଏହାର ରେଲେଭେନ୍ସ କେତେ? ହଁ, ଏଇଟା ଗୋଟେ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଏହି ପୁରୁଣା